ରାସ୍ତା କଡ଼ରେ ଫୁଟପାଥର ସେଇ ଧୂଳିମଳିରେ ବସିଥିବା କିଛି ଛୁଆଙ୍କୁ ଦେଖି ମନ ଭିତରେ ଅନେକ ଭାବନା ଆସିଲା। ସନ୍ଧ୍ୟା ହୋଇଯାଇଥିଲା। ପୁଣି ସେଇ ରାସ୍ତାରେ ଫେରିବାକୁ ବି ପଡ଼ିଲା। ସେଇ ଫୁଟପାଥ ଥିଲା, ସେଇ ଛୁଆ ବି ଥିଲେ। ଛିଣ୍ଡା ଡ୍ରେସ୍ ସାଙ୍ଗକୁ ବିନା ଛାତର ଘର। ଖାଇବାକୁ ଥିଲା କି ନାହିଁ ଜଣା ନଥିଲା। କିଛି ଚିରାଫଟା ବ୍ୟାଗ୍ ପାଖରେ ଥିଲା। ସେଇ ବ୍ୟାଗ୍ ପାଖରେ ନିଜ ସ୍ୱପ୍ନକୁ ମାରି ସେଇ ଦୁଃଖ ଭିତରେ ଖୁସିକୁ ଖୋଜି ଚାଲିଥିଲେ। ତଥାପି ସେ ଭାରି ଖୁସି ଥିଲେ। ଏମିତି କିଛି ଦୃଶ୍ୟ ମୋ ମାନସ ପଟରେ ଯେମିତି ଅନେକ କଥାକୁ ଟାଣି ଆଣୁଥିଲା। ନିଜକୁ ପ୍ରଶ୍ନ କରି ଚାଲିଥିଲି। ଖାଲି ନିଜକୁ ନୁହେଁ, ସେଇମାନଙ୍କୁ ବି ସମାନ ପ୍ରଶ୍ନ ପଚାରିବାକୁ ଭାରି ଇଚ୍ଛା ହେଉଥିଲା। ଯେଉଁମାନଙ୍କ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଘର ଥିଲା, ଶାନ୍ତିରେ ଶୋଇ ସ୍ୱପ୍ନ ଦେଖିବାକୁ ବିଛଣା ଥିଲା, ଆଉ ସବୁ ସ୍ୱପ୍ନ ପୂରଣ କରିବାକୁ ନିଜ ବାପା ମା ଥିଲେ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କେତେ ଟେନସନ୍ରେ ନିଜ କର୍ତ୍ତବ୍ୟ କରି ପିଲାମାନଙ୍କ ସ୍ୱପ୍ନ ପୂରଣ କରୁଥିବା ସେଇ ବାପାମାନଙ୍କ କଥା ଭାବି ଚାଲିଥିଲି। ଯେଉଁ ବାପାଟା ନିଜ ଛୁଆଟା ଭଲରେ ନିଦ ହେଉ ବୋଲି ଗଦି ଟକିଆ କିଣି ଆଣେ, ମୋ ପିଲା ଭଲରେ ପଢ଼ୁ ବୋଲି ଯେଉଁ ବାପା ଷ୍ଟଡି ରୁମ୍ ତିଆରି କରେ, ସବୁ କଷ୍ଟ ଯନ୍ତ୍ରଣା ସହି ଯେଉଁ ବାପା ପିଲାର ଅଜାଣତରେ ତାକୁ ସବୁ ଖୁସି ଦିଏ, ଶେଷରେ ସେଇ ବାପା ଦିନେ ପିଲାମାନଙ୍କ ପାଖରେ ହାରିଯାଏ। ବାପା ଦେଖିଥିବା ସବୁ ସ୍ୱପ୍ନକୁ ଦିନେ ମାଟିରେ ମିଶାଇ ଦେବାକୁ ପଛାନ୍ତିନି ଏଇ ପିଲାମାନେ। ତାଙ୍କ ମା ଇଜ୍ଜତ କଥା ଥରେ ଭାବନ୍ତିନି। ଏମିତି କାମ କରନ୍ତି ଯେ ବାପା ସିନା ଲୋକ ଦେଖାଣିଆ କାନ୍ଦିପାରେ ନା, ହେଲେ ଅନ୍ତର ଭିତରେ ହୃଦୟର କୋହକୁ ଚାପି ପାରେ ନା। ଥରେ ଚିନ୍ତା କଲେ ସେଇ ଫୁଟପାଥରେ ଶୋଉଥିବା ପିଲାଙ୍କ କଥା। ଥରେ ଚିନ୍ତା କଲେ ବିନା ଛାତରେ ଖରା ବର୍ଷା ଭୋକ ଉପାସରେ ରହୁଥିବା ସେଇ ପିଲାଙ୍କ କଥା। ସେମାନଙ୍କର କ'ଣ ସ୍କୁଲ ଯିବାକୁ ସ୍ୱପ୍ନ ଦେଖନ୍ତିନି? ସେମାନେ କ'ଣ ଭଲ ଘରେ ରହିବାକୁ ସ୍ୱପ୍ନ ଦେଖନ୍ତିନି? ସେମାନେ କ'ଣ ଭଲ ଖାଦ୍ୟ ଖାଇବାକୁ ସ୍ୱପ୍ନ ଦେଖନ୍ତିନି? ହଁ, ସେମାନେ ବି ଦେଖନ୍ତି। କିନ୍ତୁ ଥରେ ଭାବିଲେ, ଆମେ ସ୍ୱପ୍ନ ଦେଖିବା ପୂର୍ବରୁ ଆମ ବାପା ମା ଆମ ସ୍ୱପ୍ନ ପୂରଣ କରିଦିଅନ୍ତି। କିନ୍ତୁ ଆମେ କ'ଣ କରନ୍ତି? ତାଙ୍କ ଭରସାକୁ ଭାଙ୍ଗି ଦିଅନ୍ତି। ତାଙ୍କ ବିଶ୍ୱାସରେ ବିଷ ଦିଅନ୍ତି। ପାଠ ପଢ଼ିବାକୁ କଲେଜ ଯାଇ ଭୁଲ ରାସ୍ତାକୁ ସବୁଦିନ ପାଇଁ ଚାଲିଯାଆନ୍ତି। ପାଠ ଛାଡ଼ି କେତେବେଳେ ମଦ ପିଇ ମାତାଲ ହୁଅନ୍ତି, କେତେବେଳେ ପ୍ରେମରେ ବି ପଡ଼ିଯାଆନ୍ତି। ପ୍ରେମର ମାନେକୁ ଠିକ୍ରେ ନ ବୁଝି ଏମିତି ପ୍ରେମ କରନ୍ତି, ଆଉ ଅସଫଳ ହେଇ ପ୍ରେମରେ ହାରିଗଲୁ ଭାବି ଭୁଲ ନିଷ୍ପତ୍ତି ବି ଅନେକ ନିଅନ୍ତି। ଥରେ ଭାବିଲେ, ତମକୁ ନେଇ ମନ ଭିତରେ ଅନେକ ସ୍ୱପ୍ନ ଦେଖିଥିବା ବାପା ମାଙ୍କ ମନ ଭିତରେ ସେତେବେଳେ କ'ଣ ବିତେ? ମା ଆଉ ବାପା ଭିତରେ ଅନେକ ଫରକ ଥାଏ। ମା ଛୁଆଙ୍କର ସବୁ ଭୁଲ ଲୁଚାଏ, ହେଲେ ବାପା ଠିକ୍ରୁ ଭୁଲ ଧରି ଶାସ୍ତି ଦିଏ। କାହିଁକିନା ବାପା ଜାଣିଛି ତା ଛୁଆକୁ ଷ୍ଟ୍ରଙ୍ଗ କରି ଗଢ଼ିବାକୁ ହେଲେ ତା ତାରିଫ ନୁହେଁ, ବରଂ ତା ଠିକ୍ ଭିତରୁ ଭୁଲ ବାହାର କରିବାକୁ ପଡ଼ିବ। ହେଲେ ଆମେ ଜାଣିପାରନ୍ତିନି, ବାପାକୁ ଭୁଲ ବୁଝନ୍ତି। ବାପା ଆମର ଶତ୍ରୁ ବୋଲି ଭାବନ୍ତି। ଯେଉଁଦିନ ଆମେ ନିଜେ ଅସୁବିଧାକୁ ସାମ୍ନା କରୁ, ସେତେବେଳେ ବାପାଙ୍କୁ ମନେ ପକାନ୍ତି, ଆଉ ବାପା କଥା ଭାବି ଚାଲନ୍ତି। ନା, ବାପା ଠିକ୍ ଥିଲେ ଆଉ ମୁଁ ଭୁଲ ଥିଲି। ହେଲେ ସେତେବେଳକୁ ନେଡ଼ି ଗୁଡ଼ଟା କୋଉଣିକୁ ବୋଇ ଯାଇଥାଏ, ଯାହାକୁ ଆଉ ଚାଟିବା ସମ୍ଭବ ନଥାଏ। ମା ଛୁଆଙ୍କ କଷ୍ଟ ଦେଖିଲେ କାନ୍ଦି ପକାଏ, କିନ୍ତୁ ବାପା କେବେ ବି କାନ୍ଦି ପାରେ ନା। ବାପା କାନ୍ଦିବାର କେହି କେବେ ଦେଖିନଥିବେ, ହେଲେ ଥରେ ନିଜ ହୃଦୟକୁ ପଚାରି ବୁଝିବ, ବାପା କ'ଣ ସତରେ କାନ୍ଦନ୍ତିନି? ମୋ ବାପା ତ ରକ୍ତ ହାଡ଼ ମାଂସରେ ଗଢ଼ା, ସତରେ କ'ଣ ସେ କାନ୍ଦନ୍ତିନି? କିଏ କହିଲା ବାପା କାନ୍ଦନ୍ତିନି? ବାପାର କାନ୍ଦ ଆମକୁ ଦେଖାଯାଏନି, ହେଲେ ବାପା ସବୁବେଳେ କାନ୍ଦି ଚାଲନ୍ତି। ପିଲାଙ୍କ ସ୍ୱପ୍ନ ପୂରଣ କରିବାକୁ ଜୀବନ ସାରା ବାପା ହିଁ କେବଳ କାନ୍ଦେ। ପିଲାଙ୍କ କଷ୍ଟ ସହି ନପାରି ବି ଅନେକ ଥର କାନ୍ଦେ। ଗୋଟେ ବାପା ସବୁଠୁ ବେଶୀ କେତେବେଳେ କାନ୍ଦେ ଜାଣିଛନ୍ତି? ଯେତେବେଳେ ସେ ଜାଣେ ତା ଛୁଆଟା ତା ଅଜାଣତରେ ଭୁଲ ରାସ୍ତାକୁ ଚାଲିଯାଉଛି। ଗୋଟେ ବାପା ସେତେବେଳେ ହାରିଯାଏ ଯେତେବେଳେ ଜାଣେ ତା ଛୁଆଟା ତା ଅଜାଣତରେ ତା କଣ୍ଟ୍ରୋଲ ବାହାରକୁ ଚାଲିଯାଇଛି। ବାପା ଏ ଶବ୍ଦର ପ୍ରକୃତ ଅର୍ଥ ସେତେବେଳେ ବୁଝାପଡ଼େ ଯେତେବେଳେ ବାପା ଏ ଦୁନିଆରେ ନଥାଏ। କିନ୍ତୁ ସେତେବେଳେ ବାପାଙ୍କୁ ଖୋଜିଲେ ବାପାଙ୍କର ସ୍ମୃତି ଛଡ଼ା ଆଉ କିଛି ବି ନଥାଏ। ସେଦିନ ମାର୍କେଟ ଗଲେ ମନେ ପଡ଼ିଯାଏ, ବାପା ମୋତେ ସାଇକେଲରେ ଏଇ ମାର୍କେଟକୁ କେତେ ଥର ଆଣିଛନ୍ତି। ବାପା ଏଇ ଦୋକାନରୁ ମୋତେ କେତେଥର ଖେଳନା କିଣି ଦେଇଛନ୍ତି। ତାଙ୍କ ପକେଟରେ ପଇସା ଥିଲା କି ନାହିଁ ମୋତେ ତ ଜଣା ନଥିଲା, ତଥାପି ମୋ ଅଝଟ ଆଗରେ ସେ ହାର ମାନି ମୋର ସବୁ ଦରକାରକୁ ମେଣ୍ଟେଇ ଦେଇଛନ୍ତି। ସମୟ ହୋଇଗଲେ ପାଖରେ ପଇସା ଥାଉ କି ନଥାଉ, କେତେ କଷ୍ଟରେ ମୋ କଲେଜ ଆଉ ସ୍କୁଲର ଫିସ୍ ବି ଦେଇଛନ୍ତି। ହଷ୍ଟେଲ ମାଲିକ କାଳେ ମୋତେ କିଛି କହିଦେବ, ସେଥିପାଇଁ ସମୟ ଆଗରୁ ମୋ ହଷ୍ଟେଲ ଫିସ୍ ବି ଦେଇ ଦିଅନ୍ତି। ହେଲେ ଯେତେବେଳେ ଆମେ ତାଙ୍କ ଅଜାଣତରେ ଭୁଲ କରୁ, ଆମେ ଥରେ ଭାବୁନା ଯେତେବେଳେ ବାପା ଆମେ କରିଥିବା ଭୁଲ ବିଷୟରେ ଜାଣିବେ ତାଙ୍କୁ କେତେ କଷ୍ଟ ହେବ। ଏମିତି ବାପାଙ୍କୁ ଲୁଚେଇ ଅନେକ ଭୁଲ କରୁଥିବା ସେଇ ପିଲାମାନଙ୍କୁ ମୋର ଗୋଟେ କଥା, ଥରେ ଫୁଟପାଥ ଯାଇ ସେଇ ପିଲାମାନଙ୍କୁ ଦେଖି ଆସନ୍ତୁ, ଜାଣିଯିବ ତମ ବାପା ତମକୁ କେତେ ଭଲରେ ରଖିଛନ୍ତି। ଆଉ ବେଶୀ କିଛି କହିବିନି ଆଜ୍ଞା, ଖାଲି ଏତିକି କହିବି,
ଫୁଟପାଥରେ ବିନା ଛାତ ତଳେ ଆଉ ଦିନେ ଖାଇ ଦିନେ ଉପାସ ରହୁଥିବା ଛୁଆ ଆଉ ଛାତଘର ସହିତ ଶାନ୍ତିରେ ଶୋଇବାର ସବୁ ବ୍ୟବସ୍ଥା ଥିବା ଆଉ ମନ ପସନ୍ଦର ଖାଇବା ପେଟ ଭରି ଖାଉଥିବା ଛୁଆଙ୍କ ଭିତରେ ଥିବା ଫରକ ପାଇଁ କେବଳ ଆମ ବାପା ମାଆଙ୍କର ହାତ ହିଁ ଅଛି। କେବେ ତାଙ୍କ ମନରେ ଦୁଃଖ ଦିଅନି, କେବେ ଏମିତି କାମ କରି ତାଙ୍କ ଭରସା ବି ଭାଙ୍ଗି ଦିଅନି। ସବୁ ପରେ ଯିଏ ଆମ ଭୁଲକୁ କ୍ଷମା କରି ପୁଣି ଆପଣେଇ ନିଅନ୍ତି, ସବୁ ପରେ ଆମ ଖୁସି ପାଇଁ ଯିଏ ନିଜ ଜୀବନକୁ ଜଳାଞ୍ଜଳି ଦେଇ ଦିଅନ୍ତି, ସେ ହେଉଛନ୍ତି କେବଳ ବାପା ହିଁ ହେଇପାରନ୍ତି। ଜାଣିନି ଏ କଥା କାହା ପାଇଁ ଲେଖିଛି, ହେଲେ କାହା ପାଇଁ ତ ଲେଖିଛି। ଯାହା ପାଇଁ ଲେଖିଛି ସେ ଶୁଣିଲେ ରାଗିକି ମୋତେ ଠିକ୍ ଭାବିବ କି ଭୁଲ ଭାବିବ ମୁଁ ତ ଜାଣିନି, ହେଲେ ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।